My dear students, you must welcome to back my artist uncle channel. ମୋର ପ୍ରିୟ ଛାତ୍ରଛାତ୍ରୀ ମାନେ ତୁମର ପଞ୍ଚମ ଶ୍ରେଣୀର ସାହିତ୍ୟ କୁସୁମ ବହିର କଭର ପେଜ୍ ବା ଫ୍ରଣ୍ଟ ପେଜ୍ ଅଙ୍କନ କରିବା ପାଇଁ ବର୍ତ୍ତମାନ ଗୁରୁଜୀ ଗୁରୁମା ମାନେ ତୁମମାନଙ୍କୁ ନିର୍ଦ୍ଦେଶ ଦେଉଛନ୍ତି, ଯେଉଁଥିରେ ତୁମର ବାର୍ଷିକ ପରୀକ୍ଷା ବା ବୋର୍ଡ଼ ପରୀକ୍ଷାରେ 15 ମାର୍କ ଅଛି। ତେଣୁ ତୁମେ ଯେତେ ଭଲ ଚିତ୍ର ଅଙ୍କନ କରିବ ତୁମମାନଙ୍କୁ ସେତେ ଅଧିକ ମାର୍କ ମିଳିବ। ତେଣୁ ଏ ଯେଉଁ ସାହିତ୍ୟ କୁସୁମ ବହିର 2ଟି ପ୍ରୋଜେକ୍ଟ ତୁମକୁ କରିବାକୁ ପଡ଼ିବ। ତୁମକୁ ଗୁରୁଜୀ ଗୁରୁମା ମାନେ 5ଟି ପ୍ରଶ୍ନ ଦେଇଥିବେ। ସେହି 5ଟି ପ୍ରଶ୍ନରୁ ତୁମକୁ 2ଟି ପ୍ରଶ୍ନର ପ୍ରୋଜେକ୍ଟ ୱାର୍କ କରିବାକୁ ପଡ଼ିବ। ତେଣୁ ପିଲାମାନେ ଦେଖ, ଆର୍ଟିଷ୍ଟ ଅଙ୍କଲ ତୁମମାନଙ୍କ ପାଇଁ କେଉଁଭଳି ଚିତ୍ର ଅଙ୍କନ କରୁଛନ୍ତି। ତୁମେ ସେହିଭଳି ଚିତ୍ର ଅଙ୍କନ କଲେ 15ରୁ 15 ମାର୍କ ପାଇପାରିବ। ତେବେ ପିଲାମାନେ, ଆଗକୁ ତୁମର ବୋର୍ଡ଼ ପରୀକ୍ଷା ଆସୁଛି। ତେଣୁ ସେହି ବୋର୍ଡ଼ ପରୀକ୍ଷା ତୁମର ମାର୍ଚ୍ଚ 9 ତାରିଖରେ ହେବ। ସେଥିପାଇଁ ତୁମକୁ ଏହି ପ୍ରୋଜେକ୍ଟ ୱାର୍କ ମାର୍ଚ୍ଚ 5 ତାରିଖ ସୁଦ୍ଧା ନିଜ ଗୁରୁଜୀ ଗୁରୁମାମାନଙ୍କ ପାଖରେ ଦାଖଲ କରିବାକୁ ପଡ଼ିବ। କେବଳ ଯେ ସାହିତ୍ୟ କୁସୁମ ନୁହେଁ, ତା ସହିତ ଗଣିତ, ବିଜ୍ଞାନ, ଇଂରାଜୀ ଏହିଭଳି ସମସ୍ତ ବିଷୟର ତୁମକୁ କଭର ପେଜ୍ ତିଆରି କରିବାକୁ ପଡ଼ିବ। ଏବଂ 5ଟି ଲେଖାଏଁ ଯେଉଁ ପ୍ରଶ୍ନ ଦେଇଛନ୍ତି, ସେହି 5ଟି ପ୍ରଶ୍ନରୁ 2ଟି ପ୍ରଶ୍ନର ଉତ୍ତର ତୁମକୁ ଯେମିତି ହେଲେ ପ୍ରୋଜେକ୍ଟ ତିଆରି କରିକିରି ଦେବାକୁ ପଡ଼ିବ। ତେବେ ପିଲାମାନେ, ଏଇ ଯେଉଁ ସାହିତ୍ୟ କୁସୁମ କଭର ପେଜ୍ ବା ପ୍ରୋଜେକ୍ଟ ୱାର୍କ ମୁଁ ତିଆରି କରୁଛି, ତୁମେ ସେହି ସାହିତ୍ୟ କୁସୁମ ଜାଗାରେ ଇଂରାଜୀ ମଧ୍ୟ ଲେଖିପାରିବ। କାରଣ ଇଂରାଜୀ ବିଷୟବସ୍ତୁକୁ ନେଇ ମଧ୍ୟ ଏହିଭଳି କଭର ପେଜ୍ ତିଆରି କରାଯାଇପାରିବ। ଦେଖ, ମୁଁ କେଉଁଭଳି ଭାବରେ ସାହିତ୍ୟ କୁସୁମ ଲେଖିଛି, ସେ ଜାଗାରେ ତୁମେ ଇଂରାଜୀ ଲେଖିଦେବ। ମୁଁ ଓଡ଼ିଆରେ 5ମ ଶ୍ରେଣୀ ଲେଖିଛି, ତୁମେ ଇଂରାଜୀରେ କ୍ଲାସ୍ ଭି ଲେଖିଦେଇପାରିବ। ଏବଂ ଯେତେବେଳେ ନାମ, ଶ୍ରେଣୀ, ରୋଲ୍ ନମ୍ବର ଏବଂ ବିଦ୍ୟାଳୟ ଲେଖୁଛ, ତାକୁ ମଧ୍ୟ ଯଦି ଇଂରାଜୀରେ ଲେଖିଦେବ ଏହି ଚିତ୍ରକୁ କରି, ତେବେ ତାହା ମଧ୍ୟ ଇଂରାଜୀର କଭର ପେଜ୍ ହୋଇଯାଇପାରିବ। ତ ପିଲାମାନେ, ମୁଁ ବର୍ତ୍ତମାନ ଏ ଯେଉଁ ସାହିତ୍ୟ କୁସୁମ କଭର ପେଜ୍ ତିଆରି କରୁଛି ବା ତୁମମାନଙ୍କର ଏ ଯେଉଁ ପ୍ରୋଜେକ୍ଟ ୱାର୍କ ତିଆରି କରୁଛି, ତୁମେ ଯଦି ମନ ଦେଇ, ଧ୍ୟାନ ଦେଇ, ଏକାଗ୍ରତା କରି ଏହି ଚିତ୍ରକୁ ଦେଖିବ, ନକଲ କରିବ, ଶିଖିବ, ଅଭ୍ୟାସ କରିବ, ତେବେ ଯାଇ ତୁମେ ଠିକ୍ ଭାବରେ କରିପାରିବ ଏବଂ ଅଧିକ ନମ୍ବର ପାଇପାରିବ। ତ ପିଲାମାନେ ଦେଖ, ମୁଁ କେଉଁଭଳି ଭାବରେ ଚମ୍ପା ଫୁଲ ତିଆରି କରିଛି, 2ଟି ଚଢ଼େଇ ଉଡ଼ି ଯାଉଛନ୍ତି, ସୂର୍ଯ୍ୟ ତିଆରି କରିଛି ଏବଂ ଚମ୍ପା ଫୁଲର ପତ୍ର ତିଆରି କରିଛି। ସେଥିରେ ହଳଦିଆ ରଙ୍ଗ ମଧ୍ୟ ଦେଉଛି। ତୁମେ ତ ପିଲାମାନେ ଜାଣିଥିବ ଚମ୍ପା ଫୁଲର ରଙ୍ଗ କେମିତିଆ? ନିଶ୍ଚିତ ହଳଦିଆ ଏବଂ ତା'ର ପତ୍ର ସବୁଜ। ତ ତୁମମାନେ ଯେତେବେଳେ ଚିତ୍ର ଅଙ୍କନ କରୁଛ, ସାଧାରଣତଃ ସ୍କେଚ୍ ପେନ୍, କଲର୍ ପେନସିଲ୍, ମହମ ରଙ୍ଗ, ୱାଟର କଲର୍ ଇତ୍ୟାଦି ମଧ୍ୟ ବ୍ୟବହାର କରିପାରିବ। ତା ଛଡ଼ା ତୁମେ ପେନସିଲ୍ରେ ଯେତେବେଳେ ଚିତ୍ର ଅଙ୍କନ କରୁଛ, ପ୍ରଥମେ ହାଲକେଇ ହାଲକେଇ ଅଙ୍କନ କରିବା ପାଇଁ ଚେଷ୍ଟା କରିବ। ଯାହାଫଳରେ ଭୁଲ ଯଦି ହୁଏ, ତୁମେ ଇରେଜର୍ ସାହାଯ୍ୟରେ ଲିଭେଇ ଦେଇପାରିବ ଏବଂ ପୁଣି ଥରେ ସେହି ଚିତ୍ରକୁ ଅଙ୍କନ କରିପାରିବ। ତେବେ ମୋର ପ୍ରିୟ ଛାତ୍ରଛାତ୍ରୀମାନେ, ତୁମେମାନେ ଯେତେବେଳେ ମୋ ଚ୍ୟାନେଲକୁ ଦେଖୁଛ, ଚିତ୍ର ଶିଖୁଛ, ସେଥିପାଇଁ ତୁମକୁ ମୋ ଚ୍ୟାନେଲକୁ ସବସ୍କ୍ରାଇବ୍ କରିବାକୁ ପଡ଼ିବ। ହଁ, ଯେଉଁମାନେ ସବସ୍କ୍ରାଇବ୍ କରିନାହଁ, ଦୟାକରି ସେମାନେ ସବସ୍କ୍ରାଇବ୍ କରିବ। ଆଉ ଯେଉଁମାନେ ସବସ୍କ୍ରାଇବ୍ କରିଛନ୍ତି, ସେମାନେ ବାରମ୍ବାର ସବସ୍କ୍ରାଇବ୍ କରିବା ଆବଶ୍ୟକତା ନାହିଁ। ସେମାନେ କେବଳ ଲାଇକ୍ କରିପାରନ୍ତି, ଡିସଲାଇକ୍ ବି କରିପାର। କାରଣ ଯଦି ଭଲ ନ ଲାଗେ ତୁମେ ଡିସଲାଇକ୍ କରିଦେଇପାର। କିନ୍ତୁ ମୁଁ ଭାବୁଛି ତୁମେ ବେଶୀ ଲାଇକ୍ କରିବ ଏବଂ କମେଣ୍ଟରେ ଲେଖିବ ଯେ ଆମକୁ ଏଇଭଳି ଚିତ୍ର ଦରକାର। ତୁମେ ଯେଉଁଭଳି କମେଣ୍ଟ କରିବ, ମୁଁ ସେଇଭଳି ଚିତ୍ର ତୁମମାନଙ୍କ ପାଖରେ ଅଙ୍କନ କରି ପହଞ୍ଚାଇବା ପାଇଁ ଚେଷ୍ଟା କରିବି। ୟା ପୂର୍ବରୁ ମୁଁ ଏହି ସାହିତ୍ୟ ପ୍ରୋଜେକ୍ଟ ୱାର୍କ 2-3ଟି ଅଙ୍କନ କରିକିରି ମୋ ଚ୍ୟାନେଲରେ ଛାଡ଼ି ସାରିଲିଣି। ତୁମେ ସବସ୍କ୍ରାଇବ୍ ଯଦି କରିଥିବ, ବେଲ୍ ଆଇକନ୍କୁ ଟିପିଥିବ, ତେବେ ତୁମମାନଙ୍କ ପାଖରେ ନୋଟିଫିକେସନ୍ ନିଶ୍ଚିତ ପହଞ୍ଚିଥିବ ଏବଂ ତୁମକୁ ସର୍ଚ୍ଚ କରିବାକୁ ଆଉ ପଡ଼ିବନି, ଆର୍ଟିଷ୍ଟ ଅଙ୍କଲ ବୋଲି ଲେଖିବାକୁ ପଡ଼ିବନି କି
ମାଇକ୍ରେ କହିବାକୁ ପଡ଼ିବନି। ତୁମମାନଙ୍କ ପାଖକୁ ନିଶ୍ଚିତ ନୋଟିଫିକେସନ୍ ଯିବ ଏବଂ ତୁମେମାନେ ନୂଆ ନୂଆ ଚିତ୍ର ଦେଖିପାରିବ, ଶିଖିପାରିବ। ୟା ପରେ ପରେ ମୁଁ ପୁଣି ଇଂରାଜୀ, ଗଣିତ, ବିଜ୍ଞାନ ଏସବୁ ବିଷୟକୁ ଅଙ୍କନ କରି ତୁମମାନଙ୍କ ପାଖରେ ପହଞ୍ଚେଇବି। ତେବେ ମୋର ପ୍ରିୟ ଛାତ୍ରଛାତ୍ରୀମାନେ, ଚିତ୍ରଟିକୁ ତୁମେ ଦେଖ, ଶିଖ ଏବଂ ପ୍ରୋଜେକ୍ଟ ୱାର୍କ କରି ସ୍କୁଲରେ ଦାଖିଲା କର। ଧନ୍ୟବାଦ।